ଆଜିର ପ୍ରଥମ ପ୍ରଶ୍ନଟି ହେଉଛି କେଉଁ ଚା ପିଇଲେ ମାନସିକ ଚାପ ଦୂର ହୁଏ? ଅପସନ୍ ଏ ଡାଲଚିନି, ଅପସନ୍ ବି ତୁଳସୀ, ଅପସନ୍ ସି ପୁଦିନା, ଅପସନ୍ ଡି ଅଦା। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ପୁଦିନା ଚା। ଦ୍ୱିତୀୟ ପ୍ରଶ୍ନଟି ହେଉଛି ସକାଳୁ ଖାଲି ପେଟରେ କ'ଣ ଖାଇଲେ ଶ୍ୱାସ ରୋଗ ଭଲ ହୁଏ? ଅପସନ୍ ଏ ଘିଅ, ଅପସନ୍ ବି ଗୁଡ଼, ଅପସନ୍ ସି ନିମ୍ବପତ୍ର, ଅପସନ୍ ଡି ଅଦା। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି ଗୁଡ଼। ତୃତୀୟ ପ୍ରଶ୍ନଟି ହେଉଛି ଶୁଖୁଆ ଖାଇବା ଦ୍ୱାରା କେଉଁ ରୋଗ ହୁଏ? ଅପସନ୍ ଏ କିଡ଼ନୀ ରୋଗ, ଅପସନ୍ ସି ଲିଭର ରୋଗ, ଅପସନ୍ ସି ଚର୍ମ ରୋଗ, ଅପସନ୍ ଡି ଆଖି ରୋଗ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ଚର୍ମ ରୋଗ। ଚତୁର୍ଥ ପ୍ରଶ୍ନଟି ହେଉଛି କେଉଁ ଦେଶରେ ପରୀକ୍ଷାର ଆରମ୍ଭ ହୋଇଥିଲା? ଅପସନ୍ ଏ ଭାରତ ଦେଶ, ଅପସନ୍ ବି ଚାଇନା ଦେଶ, ଅପସନ୍ ସି ଇଟାଲୀ ଦେଶ, ଅପସନ୍ ଡି ରୁଷିଆ ଦେଶ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି ଚାଇନା ଦେଶ। ପଞ୍ଚମ ପ୍ରଶ୍ନଟି ହେଉଛି ଶୁଖିଲା କାଶ ହେଉଥିଲେ କ'ଣ ଖାଇବା ଦ୍ୱାରା ଆରାମ ମିଳେ? ଅପସନ୍ ଏ ଅଦା, ଅପସନ୍ ବି ରସୁଣ, ଅପସନ୍ ସି କଲରା, ଅପସନ୍ ଡି ପିଆଜ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ ଅଦା। ଷଷ୍ଠ ପ୍ରଶ୍ନଟି ହେଉଛି କେଉଁ ପକ୍ଷୀ କେବଳ ବର୍ଷା ପାଣି ପିଇଥାଏ? ଅପସନ୍ ଏ ପାରା, ଅପସନ୍ ବି ମୟୂର, ଅପସନ୍ ସି ଚାତକ, ଅପସନ୍ ଡି କାଉ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ଚାତକ। ସପ୍ତମ ପ୍ରଶ୍ନଟି ହେଉଛି ଡାଇବେଟିସ୍ ରୋଗୀ ରାତି ସମୟରେ କ'ଣ ଖାଇବା ଉଚିତ ନୁହେଁ? ଅପସନ୍ ଏ ଭାତ, ଅପସନ୍ ବି ରୁଟି, ଅପସନ୍ ସି କଦଳୀ, ଅପସନ୍ ଡି ରସୁଣ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ ଭାତ। ଅଷ୍ଟମ ପ୍ରଶ୍ନଟି ହେଉଛି କଞ୍ଚା ପିଆଜ ଖାଇଲେ କେଉଁ ସମସ୍ୟା ଦୂର ହୁଏ? ଅପସନ୍ ଏ ଡାଇବେଟିସ୍, ଅପସନ୍ ବି କିଡ଼ନୀ ସମସ୍ୟା, ଅପସନ୍ ସି କୋଷ୍ଠକାଠିନ୍ୟ, ଅପସନ୍ ଡି ଟିବି। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି କୋଷ୍ଠକାଠିନ୍ୟ। ନବମ ପ୍ରଶ୍ନଟି ହେଉଛି ପ୍ରତିଦିନ ଲୁଣ ସହ କ'ଣ ସେବନ କଲେ ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ମିଳେ? ଅପସନ୍ ଏ ମହୁ, ଅପସନ୍ ବି ଡାଲଚିନି ଗୁଣ୍ଡ, ଅପସନ୍ ସି ଉଷୁମ ପାଣି, ଅପସନ୍ ଡି ଲେମ୍ବୁ ରସ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ଉଷୁମ ପାଣି। ଦଶମ ପ୍ରଶ୍ନଟି ହେଉଛି ସୌରଜଗତର ସବୁଠାରୁ ଉତ୍ତପ୍ତ ଗ୍ରହ କିଏ? ଅପସନ୍ ଏ ଶୁକ୍ର, ଅପସନ୍ ବି ଶନି, ଅପସନ୍ ସି ବୃହସ୍ପତି, ଅପସନ୍ ଡି ମଙ୍ଗଳ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ ଶୁକ୍ର। ଏହିପରି ନୂଆ ନୂଆ ସାଧାରଣ ଜ୍ଞାନ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଓ ଭିଡ଼ିଓ ଭଲ ଲାଗେ ତ ଭିଡ଼ିଓକୁ ଲାଇକ୍ ଗୋଟେ ବି କରିଦିଅନ୍ତୁ।